ଶୋଇକି ଉଠିଲି। କୋଉଠି ଉଠିଲି? ଏଠି ତ ଶୋଇଛି। कौन है ये लोग? कहां से आते हैं ये? ଉଠିକି ଦାନ୍ତ ଘଷିବାକୁ ଗଲି। ହଟ୍ ମା ଆଜ୍ଞା, ମୁଁ କେବେ ହିରୋ ପାରିବିନି। ଟିକେ ବାହାରକୁ ଦେଖିଦେଲି, କେତେ ସୁନ୍ଦର ଜାଗା। ହଟ୍ ବାଣ, ମତେ କଣ ମିଳିବ ଏ କଥାରୁ। ଆସିକି ପୁଣି ଆଇନାରେ ମୁହଁଟା ଦେଖିଲି, ମୁହଁଟା ବାଳ ଭଳିଆ ଲାଗୁଛି। ମୁଁ ଶଳା କେବେ ହିରୋ ହେଇପାରିବିନି। ଭାବୁଥିଲ କି ଏତିକିରେ ମୋ ବ୍ଲଗ ସରିଯିବ ବୋଲି? ନାଇଁ ନାଇଁ, ଗିନାଟେ ଚାଉଳ ପକେଇବି ପ୍ରେସରରେ ଦେଖ ଭାତ କେମିତି ହବ। कौन है ये लोग? कहां से आते हैं ये? ହେ ଧୋଇବାକୁ ମନେ ପଇଲାନି ରେ। କେବେ ଦେଖିନଥିବ ପ୍ରେସରରେ ଭାତ କେମିତି ଫୁଟୁଛି ଦେଖ, ନୂଆ ଦେଖ ଫାଷ୍ଟ ଟାଇମ୍। ଚାଉଳକୁ ଧୋଇକି ପକେଇନି, ପିଲାମାନେ ଆସିଲେ ମତେ ଶୋଧିବେ। ଟିକେ ବାଲକୋନିକୁ ଯିବି, ଦେଖିଆ କଣ କେମିତି ଅଛି। ତଳେ ଆମର କାମ ଚାଲିଛି। କାହିଁ ତ କେହି ନାହାନ୍ତି, କାମ ଚାଲିଛି ତୁ ସବୁ। ଏଇଟା ହଉଛି ମୋ ଜୋତା, ପିନ୍ଧିକି ଆକୁ ମୁଁ ଡ୍ୟୁଟି ଯିବି। ଏ ମା ଗିଆ କବାଟ ଅଧିକ ଛୋଡ଼ି ହଉଥିଲା। ବାଣ୍ଡକୁ ଆଣିକି ଥୋଇ ଦେଇଛୁ ଡ୍ରମ୍ଟା, ଆଉ ବାଡ଼େଇ ହେଇପାରେ। ଡ୍ରମ୍ରେ ମା ଗିଆ ବାଲି ପୁରେଇକି ଥୋଇଛି, ଆଉ ବାଡ଼େଇ ହେଇପାରିବନି। MS ଧୋନିକୁ ଦେଖିକି ଗୋଟେ କଥା ମନେ ପଇଲା, ତମକୁ 44 ବର୍ଷ ହେଲାଣି ତଥାପି କ୍ରିକେଟ୍ ଖେଳୁଛ, ବହୁତ ଭଲ ବହୁତ ଭଲ। ନାଇଁ ନାଇଁ, ଏଠି ଯଦି ମୁଁ କିଛି ଭୁଲ ଭାଲ କରିବି ମତେ କମେଣ୍ଟରେ ମା ଭଉଣୀ ଗୋଟେ କରିଦେବେ, ଦରକାର ନାହିଁ ଥାଉ। ପୁଣି ଆସିକି ଭାତକୁ ଦେଖିଲି, ପାଣ୍ଡା ଏତେ ସମୟ ଯାଏ କଣ ଭାତଟା ହଉଛି କେଜାଣି। ଭାତର ସ୍ତ୍ରୀ ଡାଲି ଏଇଠି ଅଛି, ହେଲେ ଡାଲି ଆମର ଆଜି ହବନି। कौन है ये लोग? कहां से आते हैं ये? ଲେମ୍ବୁ କାଟିକି ଗୋଟେ ଥୋଇ ଦେଇକି ଯାଇଛି, କୋଉ ମା ଗିଆ ଥୋଇଛି ଆସୁ, ତାକୁ ପଚାରିବି ଆସିଲେ। ପୁଣି ଟିକେ ଆଇନାରେ ମୁହଁ ଦେଖିଦେଲି, ମୁଁ ମା ଗିଆ କେବେ ହିରୋ ପାରିବିନି। ମୋ ବୋଉ କହୁଥିଲା ବା ମୁଁ ହିରୋ ହେଇପାରିବିନି ବୋଲି। କାଳିଆ ଭଟା ହିରୋ କହିବି। ଆଇନା ଫିଙ୍ଗି ଦେବାକୁ ଇଚ୍ଛା ହଉଛି, 20 ଟଙ୍କା ଆଉ ଫିଙ୍ଗି ହବନି। ପୁଣି ଆସିକି ଶୋଇ ପଇଲି। ଯଦି ତମକୁ ବ୍ଲଗ ଭଲ ଲାଗିଲା ତାହେଲେ କମେଣ୍ଟ କଲେ ବ୍ଲଗ 2 ଆଣିବି, ନହେଲେ ଆଣିବିନି। ରହୁଛି, ନମସ୍କାର। तुम्हें शर्म है? कुछ शर्म आया है? नहीं।